ସମସ୍ତଙ୍କୁ ନମସ୍କାର। ଆଦି ପୁସ୍ତକ 11 ପର୍ବ ବାକ୍ୟ ଟିକେ ଦେଖିବା। ଆଦି ପୁସ୍ତକ 11 ପର୍ବ 10 ପଦରୁ ତଳକୁ ପଢିବା। ସେମର ବଂଶାବଳୀ ଏହି। ଜଳପ୍ଲାବନର 2 ବର୍ଷ ଉତ୍ତାରେ ସେମ୍ 100 ବର୍ଷ ବୟସରେ ଅର୍ଫକସଦକୁ ଜାତ କଲା। ଅର୍ଫକସଦ ଜନ୍ମିଲା ଉତ୍ତାରେ ସେମ୍ 500 ବର୍ଷ ବଞ୍ଚି ଆଉ ସନ୍ତାନ ସନ୍ତତି ଜାତ କଲା। ପୁଣି ଅର୍ଫକସଦ 35 ବର୍ଷ ବୟସରେ ସେଲହକୁ ଜାତ କଲା। ସେଲହର ଜନ୍ମ ଉତ୍ତାରେ ଅର୍ଫକସଦ 430 ବର୍ଷ ଜୀବିତ ରହି ଆଉ ପୁତ୍ର କନ୍ୟା ଜାତ କଲା। ପୁଣି ସେଲହର 30 ବର୍ଷ ବୟସରେ ଏବରକୁ ଜାତ କଲା। ଏବରର ଜନ୍ମ ଉତ୍ତାରେ ସେଲହ 430 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟା ଜାତ କଲା। ପୁଣି ଏବର 34 ବର୍ଷ ବୟସରେ ପେଲଗକୁ ଜାତ କଲା। ପେଲଗର ଜନ୍ମ ଉତ୍ତାରେ ଏବର 430 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟା ଜାତ କଲା। ପେଲଗ 30 ବର୍ଷ ବୟସରେ ରିଅକୁ ଜାତ କଲା। ରିଉର ଜନ୍ମ ଉତ୍ତାରେ ସରୁଗର ଜନ୍ମ ଉତ୍ତାରେ ରୁଇ 207 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟା ଜାତ କଲା। ପୁଣି ସରୁଗ 30 ବର୍ଷ ବୟସରେ ନାହରକୁ ଜାତ କଲା। ନାହରର ଜନ୍ମ ଉତ୍ତାରେ ସରୁଗ 200 ବର୍ଷ ବଞ୍ଚି ଆଉ ପୁତ୍ର କନ୍ୟା ଜାତ କଲା। ପୁଣି ନାହରର 29 ବର୍ଷ ବୟସରେ ତେରହକୁ ଜାତ କଲା। ତେରହର ଜନ୍ମ ଉତ୍ତାରେ ନାହରର ନାହର 119 ବର୍ଷ ବଞ୍ଚି ଆଉ ପୁତ୍ର କନ୍ୟା ଜାତ କଲା। ପୁଣି ତେରହକୁ 70 ବର୍ଷ ବୟସ ହେଲା। ସେ ଅବ୍ରାମ ଓ ନାହର ଓ ହାରାଣ ଏମାନଙ୍କୁ ଜାତ କଲା। ତେରହର ବଂଶାବଳୀ ତେରହ ଅବ୍ରାମ ଓ ନାହର ଓ ହାରାଣଙ୍କୁ ଜାତ କଲା। ପୁଣି ସେହି ହାରାଣ ଲୋଟକୁ ଜାତ କଲା। ମାତ୍ର ହାରାଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟ ମାନଙ୍କୁ ଉର୍ ନାମକ ଆପଣା ଜନ୍ମ ଦେଶରେ ମଲା। ଅନନ୍ତର ଅବ୍ରାମ ଓ ନାହର ବିବାହ କଲେ। ଅବ୍ରାହମଙ୍କ ଭାର୍ଯ୍ୟାଙ୍କର ନାମ ସାରି ଓ ନାହରର ଭାର୍ଯ୍ୟାର ନାମ ମିଲ୍କା। ସେ ହାରାଣର କନ୍ୟା ଥିଲା। ସେହି ହାରାଣ ମିଲ୍କା ଓ ଜିସ୍କାର ପିତା। ସେହି ସାରି ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲା। ଅନନ୍ତର ତେରହ ଆପଣା ପୁତ୍ର ଅବ୍ରାମକୁ ଓ ହାରାଣର ପୁତ୍ର ଲୋଟ ନାମକ ପୈତୃକକୁ ପୁଣି ଅବ୍ରାମକୁ ଭାର୍ଯ୍ୟା ସାରି ନାମ୍ନୀ ପୁତ୍ରବତୀକୁ ସଙ୍ଗରେ ନେଲା। ଆଉ ସେ ସମସ୍ତେ କଲଦୀୟ ମାନଙ୍କୁ ଉର୍ ଠାରୁ କେଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରାଣ ନଗରରୁ ଉତ୍ତରୀ ବସତି କଲେ। ପୁଣି ତେରହ ହାରାଣ ଓ ପୁଣି ତେରହ ହାରାଣ ନଗରରେ ଥାଇ 205 ବର୍ଷ ବୟସରେ ହେଲା। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ହଁ, ଆଦି ପୁସ୍ତକ 11 ପର୍ବ ଦେଖିଲେ ଜଳପ୍ଳାବନ ପରେ ଯୋଉ ବଂଶ ବିସ୍ତାର ହେଲା ସେଟା ହଉଛି ସେମ୍ ହାମ୍ ଜାଫେତ। ଏ ତିନି ଜଣଙ୍କର ବଂଶ ପୃଥିବୀର ପ୍ରକୃତରେ ଚାରିଆଡେ ବ୍ୟାପିବାକୁ ଆରମ୍ଭ ହେଲା। 11 ପର୍ବରେ ଏକ ପର୍ବରୁ ଦେଖିଲେ ସେମାନେ ଆଉ ସମସ୍ତେ ଏକତ୍ର ହେଲେ ଆଉ ସେମାନେ ଗୋଳ ନିର୍ମାଣ କରୁଛନ୍ତି, ଇଟା ବନଉଛନ୍ତି। ଆଉ ଗୋଟେ ଭାଷା, ଗୋଟେ ମନ, ଗୋଟେ ହୃଦୟ ହେଇକି ଅଛି। ସେମାନେ ଗଗନସ୍ପର୍ଶୀ ଏକ ଉଚ୍ଚ ଗୋଳ ନିର୍ମାଣ କରିବା ପାଇଁ ଏ, ଯୋଜନା କରୁଛନ୍ତି। ଯେମିତି ସବୁଠାରୁ ପୃଥିବୀର ବିଖ୍ୟାତ ହେବ। ସେଥିପାଇଁ ଯେତେବେଳେ ସେମାନେ ଗୋଳ ନିର୍ମାଣ ପାଇଁ
କାମ ଆରମ୍ଭ କଲେ, ପ୍ରଭୁ ସ୍ୱର୍ଗରୁ ପ୍ରଭୁତିରେ ଓହ୍ଲେଇକି ଆସିଲେ ଆଉ ଲୋକମାନଙ୍କର ଭାଷାକୁ ପ୍ରଭୁତିରେ ବଦଳାଇ ଦେଲେ। ପୂର୍ବରୁ ଗୋଟେ ଭାଷା, ଗୋଟେ ବଂଶର ଲୋକ ଥିଲେ, କିନ୍ତୁ ଆଦି ପୁସ୍ତକ 11 ପର୍ବ ପରେ ପରମେଶ୍ୱର ସେମାନଙ୍କର ଭାଷାକୁ ବଦଳାଇ ଦେଲେ। ଭିନ୍ନ ଭିନ୍ନ ଭାଷା ପ୍ରକୃତିରେ ପରସ୍ପରର ମୁଖରେ ପ୍ରକୃତିରେ ବାହାରିକି ଆସିଲେ। ତେଣୁ ପ୍ରତ୍ୟେକ ଲୋକ ପରସ୍ପରର ହୃଦୟ, ପରସ୍ପରର ମନ ଆଉ ପରସ୍ପରର ଭାଷା ପ୍ରକୃତିରେ ବୁଝି ପାରିଲେ ନାହିଁ। ଆଦି ପୁସ୍ତକ 1 ପର୍ବରେ ଭାଷାର ପ୍ରକୃତିରେ ଭେଦ ଘଟିଲା। ପରବର୍ତ୍ତୀ ସମୟରେ ସେମର ବଂଶାବଳୀ ବିଷୟରେ ଲେଖା ହେଲା। ଆଉ ସେମ୍ 100 ବର୍ଷ ବୟସରେ ଅର୍ପକସଦକୁ ଜାତ କଲା। ଅର୍ପକସଦ ଜନ୍ମିଲା ଆଉ ସେମ୍ 500 ବର୍ଷ ବଞ୍ଚିଲା। ଆହୁରି ସନ୍ତାନ ସନ୍ତତିକୁ ଜାତ କଲା ଲେଖା ହେଇଛି। ଅର୍ପକସଦ 75 ବର୍ଷ ବୟସରେ ସେଲକକୁ ଜାତ କଲା। ସେଲକ ଜନ୍ମ ହେଲା ପରେ ଅର୍ପକସଦ 430 ବର୍ଷ ବଞ୍ଚିଲା। ଆହୁରି ପୁତ୍ର କନ୍ୟା ମାନଙ୍କୁ ଜାତ କଲା ଲେଖା ହେଇଛି। ପୁଣି ସେଲ 30 ବର୍ଷ ବୟସରେ ଏବରକୁ ଜାତ କଲା। ଏବର ଜନ୍ମ ହେଲା। ସେଲ 430 ବର୍ଷ ବଞ୍ଚିଲା, ଆହୁରି ପୁତ୍ର କନ୍ୟାକୁ ଜାତ କଲା। ତାପରେ ଏବର 34 ବର୍ଷ ବୟସରେ ପେଲଗକୁ ଜାତ କଲା। ପେଲଗ ଜନ୍ମିଲା। ତାପରେ ପେଲଗ ଜନ୍ମ ଉତାରେ ଏବର 430 ବର୍ଷ ବଞ୍ଚିଲା, ପୁତ୍ର କନ୍ୟା ମାନଙ୍କୁ ଜାତ କଲା। ପେଲଗ 30 ବର୍ଷ ବୟସରେ ରିଏକୁ ଜାତ କଲା। ରିଏର ଜନ୍ମ ଉତାରେ ପେଲଗ 200 ବର୍ଷ ବଞ୍ଚିଲା। ପରେ ଆଉ ଥରେ ସେ ପୁତ୍ର କନ୍ୟା ଜାତ କଲା। ତ ଏ ପ୍ରକାର ଭାବରେ ତଳକୁ ଯଦି ଦେଖିବାକୁ ହେଲେ ଲାଷ୍ଟ ହଉଛି ତେରହ। ତ ତେରହର ବଂଶ ପ୍ରକୃତରେ ଆସିଲା। ଆଉ ତେରହ ହଉଛନ୍ତି ଅବ୍ରାମର ବାପା, ଯାହାକୁ ଅବ୍ରାହମ ବୋଲି କୁହାଗଲା। ତ ଅବ୍ରାହମ ହେବା ପୂର୍ବରୁ ଅବ୍ରାମ ବୋଲି ନାଁ ଦିଆହେଲା, ଯୋଉଟା ତାଙ୍କ ବାପା ପ୍ରକୃତରେ ଦେଲେ। କିନ୍ତୁ ଏ ତେରହ କିଏ ଥିଲେ? ତେରହ ହଉଛନ୍ତି ଅଲଗା ଦେବତା ମାନଙ୍କୁ ପୂଜା କରିବା ଲୋକ ଥିଲେ। ଏ ପରମେଶ୍ୱରଙ୍କୁ ମାନୁ ନଥିଲେ, ମୂର୍ତ୍ତି ପୂଜକ ଥିଲେ ଲେଖା ହେଇଛି। ଆପଣମାନେ ଯଦି ଜିହସ ପୁସ୍ତକ ଦେଖିବେ, ଜିହସ ପୁସ୍ତକ ଟିକେ କାଢନ୍ତୁ। ବିଚାରକର୍ତ୍ତା ପୂର୍ବରୁ ଜିହସ ପୁସ୍ତକ ଆସିବ। 24 ପର୍ବର 2 ପଦରେ, ଜିହସ 24ର 2 ପଦରେ। ତ ମୁଁ ଯିଏ ସେ ସମସ୍ତ ଲୋକଙ୍କୁ କହିଲେ, ସଦାପୁ ଇସ୍ରାଏଲ ପରମେଶ୍ୱର ଏ କଥା କହନ୍ତି, ପୂର୍ବ କାଳରେ ତୁମମାନଙ୍କ ପୂର୍ବପୁରୁଷ ଅବ୍ରାମ ଓ ନାହରର ପିତା ତେରହ ପ୍ର- ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତା ମାନଙ୍କର ସେବା କରୁଥିଲେ। ତ ଏ ଜାଗାରେ ତେରହ ବିଷୟରେ ଲେଖା ହେଲା କି ସେ ନଦୀ ସେପାରିରେ ଥିଲେ। ଅବ୍ରାମ ନାହରର ପିତା ଏ ଅଲଗା ଦେବତା ମାନଙ୍କୁ ପୂଜା କରୁଥିଲେ ଲେଖାଇଛି, ମାନୁଥିଲେ ଲେଖାଇଛି। ତେଣୁ ତେରହର ବଂଶକୁ ଦେଖିଲେ ଏମାନେ ପ୍ରଭୁଙ୍କୁ ମାନବା ଲୋକ ନଥିଲେ। ଆଉ ତେର ଏ ପ୍ରକାର ଅଲଗା ମୂର୍ତ୍ତି ପୂଜକ ଥିଲେ, ମୂର୍ତ୍ତି ପୂଜା କରିବା ଲୋକ ଥିଲେ ସେ। ସେଥିପାଇଁ ସବୁକୁ ଇଏ ପରମେଶ୍ୱରଙ୍କ ଠାରୁ ବିପରୀତ ଆଡକୁ ପଢେଇକି ନେବା ଲୋକ ଥିଲେ। କିନ୍ତୁ ଆଦି ପୁସ୍ତକ 12 ପର୍ବ ଯେତେବେଳେ ଆସିଲା, ପରମେଶ୍ୱର ନାଇକି ଅବ୍ରାମକୁ ବାଛିଲେ। ଅବ୍ରାମକୁ ଯେତେବେଳେ ବାଛିଲେ, ପରମେଶ୍ୱର ଅବ୍ରାମଙ୍କ ସହିତ କଥା ହେଲେ। ଅବ୍ରାମ ସହିତ ଯେତେବେଳେ କଥା ହେଲେ, ପରମେଶ୍ୱର କଣ ବୋଲି କଥା ହେଲେ? ଆଉ ତା ପୂର୍ବରୁ ଯଦି ଆମେ ଦେଖିବା, 12 ପର୍ବ ଆସିବା ପୂର୍ବରୁ 11 ପର୍ବର 31 ପଦରେ ଦେଖିଲେ,
29ରୁ ଦେଖିବା। ଅନନ୍ତର ଅବ୍ରାମ ଓ ନାହର ବିବାହ କଲେ। ଅବ୍ରାମଙ୍କର ଭାର୍ଯ୍ୟାଙ୍କର ନାମ ସାରି, ନାହାରର ଭାର୍ଯ୍ୟାର ନାମ ମିଲ୍କା। ସେ ହାରାଣର କନ୍ୟା ଥିଲା। ସେଇ ହାରାଣ ମିଲ୍କା ଓ ଜିସ୍କାର ପିତା। ସେଇ ସାରି ବନ୍ଧ୍ୟା ଥିଲେ, ତାଙ୍କର କୌଣସି ସନ୍ତାନ ନଥିଲା। ଆଉ 31 ଲେଖା ହେଇଛି, ଅନନ୍ତର ତେରହ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୈତୃକ ପୁଣି ଅବ୍ରାମକୁ ଭାର୍ଯ୍ୟା ସାରି ନାମ୍ନୀ ପୁତ୍ରବଧୂଙ୍କ ସଙ୍ଗରେ ନେଲା। ଆଉ ସେ ସମସ୍ତେ କଲଦୀୟ ମାନଙ୍କୁ ଉର ଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରୀ ବସତି କଲେ। ପୁଣି ତେରହ ହାରଣ ନଗରରେ ଥାଇ 205 ବର୍ଷ ବୟସରେ ମଲା। ତ ପରବର୍ତ୍ତୀ ସମୟରେ ତେରହର ମରଣ ଘଟିଲା। କିଣାନ ଦେଶ ଉଦ୍ଦେଶ୍ୟରେ ମାନେ ଯାତ୍ରା କରୁଥିଲେ, ହାରଣ ନଗରରେ ଯାଇକି ବାସ କଲେ। 200 ବର୍ଷ ବୟସ ବେଳ 205 ବର୍ଷ ବୟସ ବେଳ ତେରହ ମରିଗଲେ। ତ ଅବ୍ରାମର ସ୍ତ୍ରୀ ହଉଛି ସାରା। ସାରି ସାରି ବନ୍ଧ୍ୟା ଥିଲା ଲେଖା ହେଇଛି। ସାରିର ବାପା କିଏ ଥିବ ମୁଁ ଜାଣିନି। ଏଁ, ସାରିର ବାପା କିଏ ଥିବ? ତ ଏ ପ୍ରକାର ଭାବରେ ଅବ୍ରାମଙ୍କର ବିବାହ ହେଲା, କିନ୍ତୁ ସାରିକୁ ଦେଖିଲ। ଟିକେ ଆଜି ବାର ବାର କଟୁଛି। କଣ୍ଟିନ୍ୟୁସଲି ଆଜି ଟିକେ ନେଟ୍ କଟୁଛି ଆକ୍ଚୁଆଲି। ତ ଏମିତି ହେଇକି ଅବ୍ରାମ ସାରାକୁ ବାହା ହେଲା ପରେ ସାରାକୁ ଦେଖିଲେ ସେ ବନ୍ଧ୍ୟା ସ୍ତ୍ରୀ, ସେ ଛୁଆ ଜନ୍ମ କରିପାରିବ ନାହିଁ। କିନ୍ତୁ ପରମେଶ୍ୱର ଅବ୍ରାମକୁ ମନୋନୀତ କଲେ, ଅବ୍ରାମକୁ ପ୍ରକୃତିରେ ବାଛିଲେ। ବାର ପର୍ବରେ ପରମେଶ୍ୱର ଅବ୍ରାମ ସହିତ କଥା ହେଲେ। ଲେଖା ହେଲା, ଏଇ ତାର ସଦାପ୍ରଭୁ ଅବ୍ରାମ କହିଲେ, ତୁମେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମକୁ ଦେଖେଇବା, ସେଇ ଦେଶକୁ ଯାଅ। ଆମ୍ଭେ ତୁମଠାରେ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପୁଣି ଆମ୍ଭେ ତୁମକୁ ଆଶୀର୍ବାଦ କରି ତୁମର ନାମ ମହତ୍ କରିବା। ତୁମ୍ଭେ ଆଶୀର୍ବାଦର ଆକର ହବ। ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ପୁଣି ଯେ କେହି ତୁମକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟ ଅନୁସାରେ ପ୍ରସ୍ଥାନ କଲେ। ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ। ହାରଣ ଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ 75 ବର୍ଷ ହୋଇଥିଲା। ଯେହେତୁ ବାପାଙ୍କର ସମାଧି ହେଲା ପରେ ଅବ୍ରାମ ଆଉ ଲୋଟ ହାରଣ ନଗରରେ ଥିଲେ, ଉର୍ ଦେଶ କଲଦୀୟ ମାନଙ୍କ ଦେଶରେ। କିନ୍ତୁ ପରେ ଅବ୍ରାମଙ୍କର 75 ବର୍ଷ ବୟସରେ ପ୍ରଭୁ ତାଙ୍କ ସହିତ କଥା ହେଲେ ଆଉ କହିଲେ, ଅବ୍ରାମ, ତୁମେ ତମର ଦେଶ, ଜ୍ଞାତି, କୁଟୁମ୍ବ, ପୈତୃକ ଗୃହକୁ ପରିତ୍ୟାଗ କର। ମୁଁ ଯୋଉ ଦେଶ ଦେଖେଇବି ସେ ଦେଶକୁ ଆସ ବୋଲି କହିଲେ। ଅବ୍ରାମ ପ୍ରଭୁଙ୍କର ବାକ୍ୟ ଶୁଣିଲା, ବାହାରିକି ଆସିଲା। 2 ପଦରେ ପ୍ରଭୁ କହିଲେ, ମୁଁ ତମର ଗୋଷ୍ଠୀକୁ ମୁଁ ତୁମକୁ ମହାଗୋଷ୍ଠୀ ଭାବରେ ଉତ୍ପନ୍ନ କରିବି। ଆଉ ତମକୁ ଆଶୀର୍ବାଦ କରିବି, ତମର ନାମ ମହତ୍ କରିବି। ତମେ ଆଶୀର୍ବାଦର ଆକର ହବ ବୋଲି ପ୍ରଭୁ କହିଲେ। ଯିଏ ତମକୁ ଅଭିଶାପ ଦେବ ସେ ଅଭିଶାପ ପାଇବ, ଯିଏ ଆଶୀର୍ବାଦ କରିବ ସେ ଆଶୀର୍ବାଦ ପାଇବ। ଅଭିଶାପ ଆମ୍ଭେ ତାହାକୁ ଅଭିଶାପ ଦେବା, ତୁମଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପାଇବେ। ସେତେବେଳେ ଅବ୍ରାମଙ୍କର 75 ବର୍ଷ ଥିଲା ଲେଖା ହେଇଛି। ତ ଏଇଟା ବଂଶାବଳୀକୁ ଯଦି ଆମେ ଦେଖିବା କହିଲେ, ଏଇଟା ଅବ୍ରାମଙ୍କର ବଂଶ, ତେରହର ବଂଶକୁ, ସେମର ବଂଶକୁ ପ୍ରକୃତରେ ଦର୍ଶାଉଛି। କିନ୍ତୁ ଏ ଅବ୍ରାମଙ୍କର ବଂଶରୁ ନାଇଁକି ଯୀଶୁଙ୍କର ବଂଶାବଳୀ ଆସୁଛି। ତା ଗୋଟେ ଲାଇନ ପ୍ରକୃତିରେ ଅଛି। ସେଥିପାଇଁ ମାଥି ପୁସ୍ତକ 1 ପର୍ବରେ ଯଦି ଆପଣ ମାନେ ଦେଖିବେ, ଶ୍ରୀ ଅବ୍ରାମଙ୍କର ବଂଶ, ଦାଉଦଙ୍କର ବଂଶ, ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ଲେଖା ହେଇଛି। ତ କାହିଁକି ପରମେଶ୍ୱର ଏତେ ଲମ୍ବା ପ୍ରୋସେସ କରିଛନ୍ତି? ଆଁ? ତାପରେ ଦେଖିଲା ବେଳକୁ ବହୁତ ଲମ୍ବା ଅଛି, କିନ୍ତୁ ମୁଁ ଆଜି ଏତିକି ସର୍ଟ ପ୍ରକୃତରେ କରିବି।
ଅନ୍ୟ ଦିନ ମାନଙ୍କରେ ତାହା କହିବି। ତ ଏମିତି ଦେଖିଲେ ଅବ୍ରାହ୍ମଙ୍କ ଠାରୁ ଦାଉଦଙ୍କ ଠାରୁ ଇସାକ ଆସୁଛନ୍ତି, ଯାକୁବୁ ଆସୁଛନ୍ତି। ଏମିତି ହେଇକି ଯୀଶୁଙ୍କର ପ୍ରଭୁତ୍ର ବଂଶାବଳୀ ଆସୁଛି, ଲମ୍ବୁଛି ପୁରା ଧୀରେ ଧୀରେ ଧୀରେ। ସେଥିପାଇଁ ମାଥି ପୁସ୍ତକ ଦେଖିଲେ, ମାଥି ପୁସ୍ତକରେ ଯୀଶୁଙ୍କୁ ଆସିବା ବିଷୟରେ ଲେଖା ହେଇଛି। ଅବ୍ରାହ୍ମଙ୍କ ବଂଶ, ଦାଉଦଙ୍କ ବଂଶ, ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ ଲେଖା ହେଇଛି। ତ ଏମିତି ହେଇକି ଅବ୍ରାହ୍ମଙ୍କର ପରିବାରକୁ ଦେଖିଲେ, ଅବ୍ରାହ୍ମଙ୍କର ଲାଇଫକୁ ମଧ୍ୟ ଦେଖିଲେ କହିଲେ ତାଙ୍କ ବାପା ଯଦି ତେରହ ଅନ୍ୟ ଦେବତାମାନଙ୍କୁ ପୂଜା ଯଦି କରୁଥିବେ ହେଲେ ଅବ୍ରାହ୍ମଙ୍କର ହୃଦୟ କେମିତି ଥିବ? ନିହାତି ଇଏ ମଧ୍ୟ ତାର ବାପର ରାସ୍ତାରେ ଯିବା ଲୋକ ଥିବେ। କିନ୍ତୁ ପରମେଶ୍ୱର ନାଇଁ କି ଅବ୍ରାହ୍ମକୁ ସେ ବିଷୟ ସେ ଦୁନିଆର ଭିତରୁ ବାହାର କରିକି ଆଣୁଛନ୍ତି। ସେଥିପାଇଁ ଅବ୍ରାହ୍ମ ଯେତେବେଳେ ସେଠୁ ବାହାରିଲା, ଅବ୍ରାହ୍ମ ପ୍ରତିଜ୍ଞା ପ୍ରକୃତିରେ ପାଇଲା 75 ବର୍ଷ ବୟସରେ। ଏ ପ୍ରତିଜ୍ଞାକୁ ଅନୁଗମନ କରୁ କରୁ 25 ବର୍ଷ ପ୍ରକୃତିରେ ଲାଗିଲା। ତ 25 ବର୍ଷ ଚାଲୁଛି କିନ୍ତୁ ଅବ୍ରାହ୍ମ ପାଖରେ ଛୁଆ ପ୍ରକୃତରେ ନାହିଁ। ଅବ୍ରାହ୍ମ ଯେତେବେଳେ ଦେଖୁଛି ଆଁ, ବାହାରିଲା ପରେ ଉର କଲଦୀୟ ମାନଙ୍କ ଠାରୁ ସେ ବାହାରିକି ଆସିଲା, କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କଲା। 80 ବର୍ଷ ହବ, 90 ବର୍ଷ ହବ, ଅବ୍ରାହ୍ମ ପାଖରେ ଛୁଆ ପ୍ରକୃତରେ ନାହିଁ। ସେତେବେଳକୁ କିଣାନ ଦେଶରେ ପ୍ରକୃତିରେ ଦୁର୍ଭିକ୍ଷ ଆସିଲା। କିଣାନ ଦେଶରେ ଦୁର୍ଭିକ୍ଷ ଆସିଲା। ଏ କଣ ଭାବିଲା, କିଣାନ ଦେଶରେ ଯଦି ମୁଁ ଏମିତି ହିଁ ବଞ୍ଚିବି କହିଲେ କାଳେ ମୋର ସ୍ତ୍ରୀ ମରିଯିବ, ମୁଁ ବି ମରିଯିବି। ସେଥିପାଇଁ ଭଲ ହବ ମିଶରକୁ ପ୍ରକୃତିରେ ପଳେଇବାଟା। ସେଥିପାଇଁ ଅବ୍ରାହ୍ମ ସେତେବେଳକୁ ଅବିଶ୍ୱାସ ପ୍ରକୃତିରେ ଭ୍ରମଣ କଲେ, ନିଜର ଚିନ୍ତାକୁ ଗ୍ରହଣ କଲେ। ତ ସେତେବେଳେ ସାରି ସହିତ କଥା ହଉଛନ୍ତି। ଆଉ ମୋର ସ୍ତ୍ରୀ ସାରି ଦେଖେ, କିଣାନ ଦେଶରେ ତ ଏତେ କଷ୍ଟ ଅଛି, ସମସ୍ୟା ପ୍ରକୃତିରେ ଅଛି, ଦୁର୍ଭିକ୍ଷ ବି ପଡିଛି, ଖାଇବା ପିଇବାଟା ପ୍ରକୃତିରେ ଏଠି ନାହିଁ। ଆମେ ଯଦି ଏମିତି ବଞ୍ଚିବା କହିଲେ ପ୍ରତିଜ୍ଞା ପୂରଣ ହବ ନାହିଁ। ସେଥିପାଇଁ ପ୍ରତିଜ୍ଞା ପୂରଣ ହେବା ପାଇଁ ଆମେ ମିଶରକୁ ଯିବାର ଅଛି। ମିଶରକୁ ଗଲେ ଆମେ ଭଲସେ ବି ଖାଇପାରବା, ଭଲରେ ବି ରହିପାରବା, ପରବର୍ତ୍ତୀ ସମୟରେ ପ୍ରତିଜ୍ଞା ବି ପୁରା ହବ। ଏମିତି ହେଇକି ଏମାନେ ସ୍ୱାମୀ ସ୍ତ୍ରୀ ସାରି ଆଉ ଅବ୍ରାହମ, କିନ୍ତୁ ଅବ୍ରାହମ ପ୍ରକୃତିରେ ସାରିକୁ ଟ୍ରେନିଂ ଦେବା ପାଇଁ ଆରମ୍ଭ କଲେ। କଣ ବୋଲି? ସାରି ତୁ ବହୁତ ସୁନ୍ଦରୀ, ତତେ ଯିଏ ବି ଦେଖିଲେ ଲୋଭ କରିବ, ଆଉ ତତେ ନେଇକି ଯିବ ଆଉ ମତେ ମାରିଦେବେ। ସେଥିପାଇଁ ମୁଁ ବଞ୍ଚିବା ପାଇଁ, ତମେ ବଞ୍ଚିବା ପାଇଁ ଆମେ ଟିକେ ମିଛ କହିବାକୁ ପଡବ କହିଲେ। ସେଥିପାଇଁ ଅବ୍ରାହମ ପ୍ରକୃତିରେ ତାଙ୍କୁ ପୁରା କଡା ଟ୍ରେନିଂ ଦେଉଛନ୍ତି। ଯେମିତି ମିଲିଟାରୀ, ଯେଉଁମାନେ ଡିଫେନ୍ସ ଲାଇନରେ ଚାକିରି କରନ୍ତି, ସେମିତି ଯେଉଁମାନଙ୍କୁ ଟ୍ରେନିଂ ପ୍ରକୃତିରେ କଡା ଦିଆଯାଏ, ବର୍ତ୍ତମାନ ଅବ୍ରାହମ ପ୍ରକୃତିରେ ସେମିତି ତାର ସ୍ତ୍ରୀ ସାରିକି ପ୍ରକୃତିରେ ସେମିତି କଡା ପ୍ରକୃତିରେ ଟ୍ରେନିଂ ଦେଉଛନ୍ତି। ତ ସାରି ଯେତେବେଳେ ଅବ୍ରାହମଙ୍କର କଥା ଦେଖୁଥିବ, ଶୁଣୁଥିବ, ସାରିକୁ କେମିତି ଲାଗୁଥିବ? ଆରେ ଇଏ ମୋର ସ୍ୱାମୀ ନା କିଏ ଏଇଟା? ଆଁ, ମୋର ସ୍ୱାମୀ ହେଇକି ମତେ ବର୍ତ୍ତମାନ ସେ ଭଉଣୀ କହିବା ପାଇଁ ପ୍ରକୃତିରେ ଟ୍ରେନିଂ ଦେଉଛି। ତ ସେ ହଁ ମୋର ଭାଇ ବୋଲି କହୁଥିବ, କିନ୍ତୁ ହଠାତରେ କହୁଥିବ ହନି, ମୁଁ ଠିକ କହୁଛି କି ୱାର୍ଡ? ଆଉ ତୁ ମତେ ହନି ବୋଲି ପ୍ରକୃତରେ ଡାକେ ନା, ତୁ ଭାଇ ବୋଲି ଡାକେ। ଏ ହନି ୱାର୍ଡ ଟା ତୁ ଭୁଲିଯା। ଆଁ, କାହିଁକି? ନାଇଁ, ଏଇଟା ଏମିତି କହିଲେ ତତେ କିଏ ବି ପ୍ରକୃତରେ ନେଇଯିବ। ଆମେ ମିଶରକୁ ପ୍ରକୃତରେ ବର୍ତ୍ତମାନ ଯାଉଛୁ। ମିଶର ଦେଶରେ ଫାର ରାଜା ଆସନ୍ତି। ସେ ତ ବଡ ଭୟଙ୍କର ଲୋକ। ନିହାତି ସେ ମତେ ମାରିଦେବେ, ତତେ ଜୀବିତ ରଖିବେ, ମୁଁ ମରିଯିବି। ଏମିତି ହେଇକି ଅଭୟ ପ୍ରକୃତରେ ଟ୍ରେନିଂ ଦେଲେ। ଆଦି ପୁସ୍ତକ 12 ପର୍ବରେ 10 ପଦରୁ ତଳକୁ ଦେଖିଲେ ସେମାନେ ମିଶ୍ର ଦେଶରେ ପ୍ରବାସ କରିବା ପାଇଁ ଯାତ୍ରା କଲେ ଲେଖା ହେଇଛି। ଯେହେତୁ ସେ ଜାଗାରେ ଦୁର୍ଭିକ୍ଷ ପଡିଥିଲା ଲେଖା ହେଇଛି କିଣାନ ଦେଶରେ। ତ ସେତେବେଳକୁ ମିଶର ଦେଶ ଉଦ୍ଦେଶ୍ୟରେ ଯେତେବେଳେ ସେମାନେ ଯାତ୍ରା କଲେ, ଭ୍ରମଣ କଲେ, ଭାରଜାଇଙ୍କ ପ୍ରକୃତିରେ ଟ୍ରେନିଂ ଦେଲେ, ଯେହେତୁ ସେ ସୁନ୍ଦର ଥିଲା।
ମିଶ୍ର ଦେଶ ଲୋକମାନେ ସେମାନଙ୍କୁ ଦେଖିଲେ, ତାର ଭାରଜାକୁ ଦେଖିଲେ, ଆଉ ଶାରୀକୁ ଦେଖିଲେ ବହୁତ ସୁନ୍ଦର, ପରମ ସୁନ୍ଦରୀ। ଫାରୋ ପ୍ରକୃତିରେ ତାର ଅଧିପତି ମାନଙ୍କୁ ପଠେଇଲେ, ଆଉ ଟିକେ ବୁଝ, ଏ ସ୍ତ୍ରୀ ଲୋକ କିଏ? ଏତେ ସୁନ୍ଦର ସ୍ତ୍ରୀ ଲୋକ ହଠାତରେ ଆସିଲା। ଫାରୋ ପ୍ରକୃତିରେ ତାର ଅରାମ ମାନେ ସମାଦର କଲେ। ଶାରୀରିକ ପ୍ରକୃତିରେ ପଚାରିଲା, ସେ ତମ ସହିତ ଯୋଉ ପୁରୁଷ ଲୋକ ଅଛି ସେ କିଏ? ଅ, ଶାରୀ କଣ କହିଲା? ନାଇଁ, ସେ ମୋର ଭାଇ ଇଏ ବୋଲି କହିଲେ। ସେତେବେଳେ ଫାରୋ ପ୍ରକୃତିରେ ଶାରୀକୁ ନେଲେ ବିବାହ କରିବି କହିକି, କିନ୍ତୁ ପରମେଶ୍ୱର ସେ ଜାଗାରେ ଫାରୋର ଲାଇଫରେ କାମ କଲେ, ଭାରି ଭାରି ଉତ୍ପାତ ଘଟେଇଲେ ଲେଖା ହେଇଛି। କାହିଁକି ଜଣେ ପରମେଶ୍ୱର ଟିକେ ଡରେଇଥିବେ, ଜାଗ୍ରତ ଥା ତମେ। ତମେ ଯାହାକୁ ନେଇଛ ସେ ସାଧାରଣ ଲୋକ ନାହିଁ, ସେ ହଉଛି ଅବ୍ରାହ୍ମର ସ୍ତ୍ରୀ। ଅବ୍ରାହ୍ମ ହଉଛନ୍ତି ଜଗତର ଆଦି ପିତା। ମୁଁ ତାକୁ ପ୍ରତିଜ୍ଞା ଦେଇଛି, ଆଁ, ସେ ଜଗତର ଆଦି ପିତା ହେବେ। ତାଙ୍କ ଦ୍ୱାରା ମହାନ ଗୋଷ୍ଠୀ ପ୍ରଭୃତିରେ ବାହାରେ ଗାଏ, ସବୁ ବଂଶ ଆଶୀର୍ବାଦ ପାଇବେ। ଏ ପ୍ରକାର ଭାବରେ ଅବ୍ରାହ୍ମ ପାଖରେ ପ୍ରତିଜ୍ଞା ଅଛି। ସେଥିପାଇଁ ଟିକେ ତୁ ଜାଗ୍ରତ ଥା, ଶାରୀକୁ ନେଇଛୁ। ପ୍ରଭୁ ଫାରୋ କେମିତି ଡରେଇଥିବେ। ଫାରୋ ଦେଖିଲା ବେଳକୁ ଫାରୋ ବହୁତ ଡରି ଯାଇଥିବ। ସେତେବେଳକୁ କଣ ଦେଖୁଥିବ ସେ ଫାରୋ? ଆରେ ଇଏ ମୋ ଅବ୍ରାହ୍ମ କେତେ ମିଛ କହିଲା। ଏଡ଼େ ବଡ଼ ମହାନ ଲୋକ, ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇଛି, କିନ୍ତୁ କାହିଁକି ମିଛ କହୁଛି? କାହିଁକି ଅବ୍ରାହ୍ମ ପନ୍ଥ ପ୍ରକୃତିରେ ଡରୁଛି ଆଜ୍ଞା? ସେତେବେଳକୁ ଫାରୋ ପ୍ରକୃତିରେ ଅବ୍ରାହ୍ମକୁ ପ୍ରକୃତିରେ ଡାକିଲେ, ଆଉ ପଚାରିଲେ, ତମେ କାହିଁକି ମତେ ଆଁ, ଏମିତି ବ୍ୟବହାର କଲ? ଯୋଉ ସ୍ତ୍ରୀ ତମ ସହିତ ସେ ଆସିଛି, ତମେ ତାକୁ ଭଉଣୀ ବୋଲି କହିଲ, ସେ ମତେ ସେ ଭାଇ ମୋର ବୋଲି କହିଲେ, ତ କାହିଁକି ପରସ୍ପର ମିଛ କହିଲ? ହୁଁ? ତ କାହିଁକି ସେ ମୋର ଭଗିନୀ ବୋଲି କହିଲ? ହୁଁ? ସେ ତ ତମର ଭାର୍ଯ୍ୟା ବୋଲି କହିଲେ। ସେତେବେଳକୁ 20 ପଦରେ ଦେଖିଲେ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ସେମାନଙ୍କୁ ସର୍ବସ୍ୱ ସହିତ ତାଙ୍କୁ ଓ ତାଙ୍କର ଭାରଜାକୁ ବିଦାୟ କଲେ। ଏମିତି ହେଇକି ସେମାନେ ମିଶର ଦେଶର ପ୍ରକୃତିରେ ବିଦାୟ ହେଲେ। ଫାରୋ ପ୍ରକୃତିରେ ସେମାନଙ୍କୁ ଧନ ସମ୍ପତ୍ତି ଦେଇକି, ଦାସ ଦାସୀ, ଗୋରୁ ମେଣ୍ଢା ଦେଇକି ପ୍ରକୃତିରେ ପଠେଇଲେ। ଏମିତି ହେଇକି ଅବ୍ରାହ୍ମଙ୍କର ବଂଶ ପ୍ରକୃତିରେ ଆରମ୍ଭ ହେଲା। ତ ଏ ବିଷୟ ଆଜି ପ୍ରକୃତିରେ ମୁଁ କାହିଁକି କହୁଛି? ଅନେକ ଲୋକମାନଙ୍କର ଜୀବନରେ ଯୀଶୁଙ୍କର ବଂଶାବଳୀ କେମିତି ଆଇଲା ବୋଲି କହୁଛନ୍ତି। ଆଁ, ଯୀଶୁ ଆଁ, ହଠାତରେ ଆମେ ଦେଖୁଛୁ ମାଥି ପୁସ୍ତକରେ କି ନାହିଁ, ମାଥି ପୁସ୍ତକ 1 ପର୍ବରେ ସେରେ ଅବ୍ରାହ୍ମଙ୍କ ବଂଶ, ଦାଉଦଙ୍କ ବଂଶ, ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ ଉପରେ ଲେଖା ଅଛି। କିନ୍ତୁ ତାର ପଛରେ ଯଦି ଦେଖିଲେ କହିଲେ ଲମ୍ବା ପ୍ରୋସେସ ଅଛି, ଯୀଶୁଙ୍କର ବଂଶାବଳୀକୁ ପ୍ରକୃତିରେ ବଞ୍ଚେଇକି ଆଣିଛନ୍ତି। ତା ପଛରେ ଶୈତାନର କାର୍ଯ୍ୟ ମଧ୍ୟ ଅନେକ ଅଛି। ଶୈତାନ ମଧ୍ୟ ବହୁତ ବିଷୟ ବି ପ୍ରକୃତିରେ ଯୋଜନା କରିଛି। ହୁଁ। ତ ଅବ୍ରାହ୍ମ ପରେ ଆଁ, ଅବ୍ରାହ୍ମ ପରେ ଆମର କିଏ ଆସିଲେ? ଇସାକ ପ୍ରକୃତିରେ ଆସିଲେ। ଆଁ, ଇସାକ ଆସିଲା ପରେ, ଇସାକ ପରେ କିଏ ଆଇଲା? ଯାକବ ଆଇଲା। ତ ଏମିତି ହେଇକି ପରେ ପରେ ଯଦି ଦେଖିବାକୁ କହିଲେ ବହୁତ ଲମ୍ବା ପ୍ରୋସେସ ଅଛି, ମୁଁ ସେତିକି ଆଜି କହିବିନି, ଅଲଗା ଦିନ ସେ ବିଷୟ ପ୍ରକୃତରେ କହିବି। କିନ୍ତୁ ସିଧାସଳଖ ମାଥି ପୁସ୍ତକ ଯେତେବେଳେ ଆମେ ଆସୁଛୁ, ଏ ଜାଗାରେ ଅବ୍ରାହ୍ମଙ୍କ ସନ୍ତାନ, ଦାଉଦଙ୍କ ସନ୍ତାନ, ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ। ଅବ୍ରାହ୍ମ ଇସାକଙ୍କୁ ଜାତ କଲେ, ଇସାକ ଯାକୋବଙ୍କୁ ଜାତ କଲେ, ଯାକୋବ ଯିହୁଦା ତାଙ୍କ ଭାଇମାନଙ୍କୁ ଜାତ କଲେ, ଆଁ, ଜନ୍ମ ଦେଲେ। ଯିହୁଦା ତାମାରଙ୍କ ଗର୍ଭରୁ ଫେରସ ଓ ସେରହଙ୍କୁ ଜନ୍ମ ଦେଲେ। ଫେରୋଜ ହିସ୍ରୋଣଙ୍କୁ ଜନ୍ମ ଦେଲେ। ହିସ୍ରୋଣ ଅରାମଙ୍କୁ ଜନ୍ମ ଦେଲେ। ଅ- ଅରାମ ଅବିନାଦେବଙ୍କୁ ଜନ୍ମ ଦେଲେ। ଅବିନାଦେବ ନହଶନକୁ ଜନ୍ମ ଦେଲେ। ନହଶନ ସ- ସୋଲୋମନକୁ ଜନ୍ମ ଦେଲେ। ସୋଲୋମନ ରାହାବଙ୍କ ଗର୍ଭରୁ ବୟାଜଙ୍କୁ ଜନ୍ମ ଦେଲେ। ବୟାଜ ଋତଙ୍କ ଗର୍ଭରୁ ଅବେଦଙ୍କୁ ଜନ୍ମ ଦେଲେ। ଅବେଦ ଯିଶଙ୍କ ଜନ୍ମ ଦେଲେ।
ଯିଶୁ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରିୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ସଲମନକୁ ଜନ୍ମ ଦେଲେ। ସଲମନ ରିହବିଆମକୁ ଜନ୍ମ ଦେଲେ। ରିହବିଆମ ଅବିୟଙ୍କୁ ଜନ୍ମ ଦେଲେ। ଅବିୟ ଆଶା ଆଶାଙ୍କୁ ଜନ୍ମ ଦେଲେ। ଆଶା ଜିୟସଙ୍କୁ ଜନ୍ମ ଦେଲେ। ଜିହସାପଟ ଜିହସାପଟ ଜୋରାମଙ୍କୁ ଜନ୍ମ ଦେଲେ। ଜୋରାମ ଉଜିୟଙ୍କୁ ଜନ୍ମ ଦେଲେ। ଉଜିୟ ଯଥମଙ୍କୁ ଜନ୍ମ ଦେଲେ। ଯଥମ ଆହସଙ୍କୁ ଜନ୍ମ ଦେଲେ। ଆହସ ହିଜକିୟଙ୍କୁ ଜନ୍ମ ଦେଲେ। ହିଜକିୟ ମନସ୍ସେଙ୍କୁ ଜନ୍ମ ଦେଲେ। ମନସ୍ସେ ଆମନଙ୍କୁ ଜନ୍ମ ଦେଲେ। ଆମନ ଯୋଶୀଙ୍କୁ ଜନ୍ମ ଦେଲେ। ତ ଏ ପ୍ରକାର ଭାବରେ ଦେଖିଲେ ଯୀଶୁଙ୍କର ଆସିବାର ଆଁ, କେତେଟା ପିଢ଼ି ଦେଖିଲେ 14 ତିରିକି କେତେ 42। ଆଁ? 14 14 ତିରିକି କେତେ 42 ନା? ଟିକେ ମତେ ହିସାବ କିତାବ ଟିକେ ଭଲସେ ଆସେ ନାହିଁ ତ। ହଁ, 14 ତିରିକି 42। ଆଁ? 14 ତିରିକି କି 42, 42 ପିଢ଼ି ପର୍ଯ୍ୟନ୍ତ ପରେ ଜୋସେଫ ପ୍ରକୃତିରେ ଆସୁଛନ୍ତି। ତ ଜୋସେଫ ଯେତେବେଳେ ଆସିଲେ, ଜୋସେଫ ଆଉ ମରିୟମଙ୍କର ବିବାହ ନିର୍ବନ୍ଧ ହେଲା। ଆଁ? ତ 27ରେ 17 ପଦରେ ଯଦି ଦେଖିବି କହିଲେ ଆ ଏଇ ପ୍ରକାର ସର୍ବସୁଦ୍ଧା ଅବ୍ରାହ୍ମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲୋନ ଏ, ନିର୍ବାସନ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ଏମିତି ହେଇକି 42ଟା ପିଢ଼ି ପ୍ରକୃତିରେ ଅଛି। ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ। ଏରେ ଆଦି ପୁସ୍ତକ 12 ପର୍ବରୁ ହିଁ ଯୀଶୁଙ୍କର ଜନ୍ମ ବଂଶାବଳୀ ବିଷୟରେ ପ୍ରକୃତରେ ଲେଖା ହେଇଛି। ତ ଆଶ୍ଚର୍ଯ୍ୟ ଆଁ, ପରେ ଆମର ମଲାଖି ଶେଷ ହଉଛି। ମାଥି ପ୍ରକୃତିରେ ଆସିଲା ବେଳକୁ ଯୀଶୁଙ୍କର ବଂଶାବଳୀ ଆସୁଛି। ସେଥିପାଇଁ ଜୋସେଫ ଆଉ ମରିୟମ ଯେତେବେଳେ ଭେଟଘାଟ ହଉଛନ୍ତି, ଜୋସେଫ ସାଧୁ ଲୋକ ଥିଲେ। ଏଁ, ମରିୟମ କୁଆଁରୀ ଥିଲା। ଜୋସେଫ ଆଉ ମରିୟମଙ୍କର ବିବାହ ନିର୍ବନ୍ଧ ହେଲା। ଦିନେ ହଠାତରେ ଜୋସେଫ ପ୍ରକୃତିରେ ଶୁଣିଲେ କି ମରିୟମ ଗର୍ଭବତୀ ଅଛି ବୋଲି। ତ ମରିୟମ ଗର୍ଭବତୀ ଅଛି ବୋଲି ଶୁଣିଲା ଜୋସେଫ କଣ ସ୍ଥିର କଲେ? ଆରେ ଏମିତିକା ସ୍ତ୍ରୀ ଲୋକ କିଏ ବାହା ହବ ଯିଏକି ଆରମ୍ଭରୁ ଗର୍ଭବତୀ ଅଛି? ନିହାତି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥିବ। ଆଁ? ବିନା ସମ୍ପର୍କରେ କେମିତି ଗୋଟେ ସ୍ତ୍ରୀ ଲୋକ ଛୁଆ ଜନ୍ମ କରିପାରିବ? ସେଥିପାଇଁ ଜୋସେଫ ଏମିତି ମନେ କଲେ ଆଉ ହୃଦୟରେ ପ୍ରକୃତିରେ ସ୍ଥିର କଲେ ତାକୁ ଛାଡ଼ିଦେବା ପାଇଁ। କିନ୍ତୁ ହଠାତରେ ପ୍ରଭୁଙ୍କର ଦୂତମାନେ ଆସିଲେ ଆଉ ଜୋସେଫକୁ ଦର୍ଶନ ଦେଲେ। ହେ ଦାଉଦଙ୍କ ସନ୍ତାନ ଜୋସେଫ, ତୁମର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାକୁ କର୍ତ୍ତୃକ ହୋଇଅଛି। ଏଇଟା ହଉଛି ସ୍ୱପ୍ନ ଦ୍ୱାରା ଜୋସେଫକୁ ପ୍ରକୃତିର ଦର୍ଶନ ଦିଆହେଲା। ଆଁ? ଦର୍ଶନ ପାଇଲେ 21 ପଦରେ ଦୂତମାନେ ଜୋସେଫକୁ ପ୍ରକୃତିରେ କହିଲେ, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଏ ଜାଗାରେ ଯୀଶୁ ଆସିନାହାନ୍ତି। ଆଁ? ମରିୟମ ଆଉ ଜୋସେଫଙ୍କର ମିଳନ ବି ହେଇନାହିଁ, କିନ୍ତୁ ମରିୟମ ପ୍ରକୃତିରେ ଏପଟେ ଗର୍ଭବତୀ ଅଛନ୍ତି। ଏଟା ନାଁ ବି ପ୍ରକୃତିରେ ଦିଆ ସାରିଲାଣି। ତ ଜୋସେଫ ଯେତେବେଳେ ଶୁଣିଥିବେ, ଜୋସେଫ କେମିତି ଲାଗିଥିବେ? ଆରେ ତା ମାନେ ଗୋଟେ ମହାନ ବ୍ୟକ୍ତି ଆସିବାକୁ ଯାଉଛନ୍ତି, ତାଙ୍କର ନାଁ ଅଛି ଯୀଶୁ ଖ୍ରୀଷ୍ଟ। ସେ ମରିୟମଙ୍କ ଦ୍ୱାରା ପ୍ରକୃତିରେ ଆସିବେ। ସେତେବେଳକୁ ଜୋସେଫ ଆଉ ମରିୟମ ପ୍ରକୃତିରେ ଏମାନେ କେବେ ସହବାସ କରିନାହାନ୍ତି ଯୀଶୁ ଜନ୍ମ ହେବା ପର୍ଯ୍ୟନ୍ତ। ଏମିତି ହେଇକି ଯୀଶୁଙ୍କର ପ୍ରକୃତିରେ ଜନ୍ମ ବେଥଲେମରେ ହେଲା। ସେ ସମୟରେ ହେରୋଦ ରାଜା ପ୍ରକୃତିରେ ଥିଲେ ରାଜପ୍ରସାଦରେ। ହେରୋଦ ଉପରେ କେହି ପ୍ରକୃତିରେ ରାଜା ନଥିଲେ। ସେଥିପାଇଁ ହେରୋଦର ନିୟମ ଅନୁସାରେ ହେରୋଦର ଶାସନ ପ୍ରକୃତିରେ ଚାଲିଥିଲା। ଦିନେ ହଠାତରେ ତାରାଗଣ ଦେଖାଗଲା। ଯୋଉ
ମାଥି ପୁସ୍ତକ 2 ପର୍ବରେ ଦେଖିଲେ ପଣ୍ଡିତ ମାନେ ପ୍ରକୃତିରେ ବାହାରିକି ଆସିଲେ ଗନ୍ଧରସ କୁନ୍ଦୁରୁ ସୁନା ଏ ପ୍ରକାର ଧରିକି ପ୍ରକୃତିରେ କେତେକ ପଣ୍ଡିତ ମାନେ ପ୍ରକୃତିରେ ହାରିଲେ। ଆକାଶରେ ତାରା ଦେଖାଗଲା। ତାରାକୁ ଅନୁଗମନ କରୁ କରୁ ହେରୋଦଙ୍କ ରାଜପ୍ରସାଦରେ ପହଞ୍ଚିଲେ। ହେରୋଦଙ୍କ ରାଜପ୍ରସାଦରେ ପହଞ୍ଚିଲା ପଚାରିଲେ ଏ ଜାଗାରେ କଣ ଶିଶୁ ଉଁ, ଏ ଜାଗାରେ କଣ ଶିଶୁ ଜନ୍ମ ଗ୍ରହଣ କରିଅଛନ୍ତି କି? ଆମେ ତାଙ୍କୁ କଣ ଦର୍ଶନ କରିପାରିବୁ କି? ତ ହେରୋଦ ରାଜା ଶୁଣିକି ଆଶ୍ଚର୍ଯ୍ୟ ହଉଛନ୍ତି ଆରେ ତମେ କୁଆଡୁ ପଣ୍ଡିତ ମାନେ ଆସିଛ? ହାତରେ କୁନ୍ଦୁରୁ ଅଛି, ଗନ୍ଧରସ ଅଛି, ସୁନା ଅଛି। ଏଁ, ତୁମେ କୁଆଡେ ପ୍ରକୃତିରେ ଆସିଛ? କୋଉ ଦେଶରୁ ଆସିଛ? ସେମାନେ କହିଲେ ଆମେ ପୂର୍ବ ଦେଶରୁ ଆସିଛୁ। ତାରାକୁ ଅନୁଗମନ କରୁ କରୁ ତାରା ଆମକୁ ଏ ଜାଗାକୁ ଆଣିଛି ବୋଲି କହିଲେ। ତ ମୋ ଛଡା ରାଜା କିଏ ପ୍ରକୃତରେ? ହେରୋଦ ପ୍ରକୃତରେ ଭିତରେ ବହୁତ ବିରକ୍ତ ହେଲେ। କିନ୍ତୁ ଉପରେ କଥା ହେଲେ ଠିକ ଅଛି କହିକି ସେ ସମୟରେ ଯେତେବେଳେ ହେରୋଦ ପ୍ରକୃତରେ ଇତିହାସ ପୁସ୍ତକ ଯେତେବେଳେ ପଢା ହେଲା ସେତେବେଳକୁ ଜଣା ପଡିଲା କି ଜିହୁଦା ପ୍ରଦେଶରେ ବେଥଲିମରେ ଯୀଶୁଙ୍କର ଜନ୍ମ ହବ ପ୍ରକୃତରେ ଲେଖା ହେଇଛି। ସେ ସମୟରେ ପଣ୍ଡିତ ମାନଙ୍କୁ ଜଣେଇଲେ ନାଇଁ ସେ ଜିହୁଦା ପ୍ରଦେଶ ବେଥଲିମରେ ଜନ୍ମ ହେଇଥିବେ। ତମେ ତାଙ୍କୁ ଖୋଜ ପାଇଲେ ମତେ ସନ୍ଧାନ ଦିଅ ମାନେ ନ୍ୟୁଜ ପଠାଅ ବୋଲି କହିଲେ। ସେତେବେଳେ ସେମାନେ ଫେରିଲେ ତାରାକୁ ଅନୁଗମନ କଲେ ସେ ତାରା ଦିନେ ବେଥଲିମରେ ପ୍ରଭୁତରେ ଯାଇକି ଉପସ୍ଥିତ ହେଲେ। ପଣ୍ଡିତ ମାନେ ଗଲେ ଯୀଶୁଙ୍କୁ ପ୍ରଭୁତରେ ଭେଟି କୁନ୍ଦୁରୁ ଦ୍ରାକ୍ଷାରସ ଏ କଣ କୁନ୍ଦୁରୁ ଗନ୍ଧରସ ସୁନା ପ୍ରଭୁତରେ ଦେଉଛନ୍ତି। ତ ଏଇଟା ହଉଛି ଏ ପ୍ରକାର ଭାବରେ ଯୀଶୁଙ୍କୁ ଦିନେ ସେମାନେ ଭେଟୁଛନ୍ତି। ଏ ପ୍ରକାର ଭାବରେ ଯୀଶୁ ଦିନେ ଜଗତରେ ପ୍ରଭୁତରେ ଜଗତକୁ ପ୍ରଭୁତରେ ଆସିଲେ। ଜଗତରେ ଯେତେବେଳେ ଯୀଶୁ ଆସିଲେ ଯୀଶୁଙ୍କ ବିଷୟରେ ପ୍ରକୃତିରେ କୁହାହେଲା ସେ ପୁତ୍ର ପ୍ରସବ କରିବେ ତୁମେ ତାଙ୍କ ନାମ ଯୀଶୁ ଦେବ କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଯୀଶୁଙ୍କର ଅନ୍ୟ ନାମ ଦେଖିଲେ ପରିତ୍ରାଣ ଦାତା। ଯୀଶୁଙ୍କର ବହୁତ ନାଁ ଅଛି ମେଷ ଶାବକ କୁହାହଉଛି ଜିହୁଦୀ ମାନଙ୍କ ରାଜା କୁହାହଉଛି ପରିତ୍ରାଣ ଦାତା କୁହାହଉଛି। ଆଁ, ତାପରେ ରାଜା ମାନଙ୍କ ରାଜା ପ୍ରଭୃତିରେ କୁହାହଉଛି ଇମାନୁଏଲ କୁହାହଉଛି। ଆଁ, ଯୀଶୁଙ୍କର ନାଁକୁ ଅନେକ ନାଁ ପ୍ରକୃତିରେ ଅଛି। ଯୀଶୁ ନିଜେ ମଧ୍ୟ କହିଲେ ମୁଁ ଜଗତର ଜ୍ୟୋତି ପ୍ରକୃତିରେ କହିଲେ। ଆଁ, ଯିଏ ମତେ ବିଶ୍ୱାସ କରିବ ସେ କଦାପି ମରିବ ନାହିଁ ବରଂ ଜୀବନର ଜ୍ୟୋତି ପାଇବ କହିଲେ। ସେଥିପାଇଁ ଯୀଶୁ ଯେତେବେଳେ ଆସିଲା ପରେ ଅନେକ ଗୁଡେ ପ୍ରକୃତିରେ ବଦଳିଲା। ଲୋକମାନେ ଅନ୍ଧକାରରେ ଭ୍ରମଣ କରୁଥିଲେ ପାପରେ ପରିପୂର୍ଣ୍ଣ ହେଇକି ଥିଲେ। କିନ୍ତୁ ଯୀଶୁ ଆସିଲା ପରେ ଲୋକମାନେ ଧାର୍ମିକ ହେଲେ ପବିତ୍ର ହେଲେ। ଯୀଶୁ ଆସିଲା ପରେ ଅନେକ କୁଷ୍ଠ ରୋଗୀ ମାନେ ଭଲ ହେଲେ। ଖଞ୍ଜ ମାନେ ସୁସ୍ଥ ହେଲେ। ଦୃଷ୍ଟିହୀନ ଲୋକମାନେ ଦୃଷ୍ଟି ପାଇଲେ। ପାରାଲାଇସ୍ ପେସେଣ୍ଟ ମାନେ ଚାଲିଲେ ସୁସ୍ଥ ହେଲେ। ଏ ପ୍ରକାର ଅନେକ ରୋଗ ସୁସ୍ଥ କଲେ। ଯୀଶୁଙ୍କର ଶିଷ୍ୟ ମାନେ 12ଟା ପ୍ରଭୃତିରେ ଆସିଲା ସେତେବେଳେ। ହୁଁ। ଏ ପ୍ରକାର ଭାବରେ ଯୀଶୁଙ୍କୁ ଅନେକ ଲୋକ ପ୍ରଭୃତିରେ ଅନୁଗମନ କଲେ। ତ ମୁଁ ଯେତେବେଳେ ଏ ବିଷୟକୁ ଚିନ୍ତା କରୁଛି ଏ ଦିନ ମାନଙ୍କରେ ପ୍ରଭୁ କେମିତି କାମ କରିଛନ୍ତି। ଯୀଶୁଙ୍କର ବଂଶାବଳୀକୁ କେମିତି ପ୍ରକୃତିରେ ସୁରକ୍ଷା ଦେଇଛନ୍ତି। ଆଜି ଆମେ ଧାର୍ମିକ ହେଇଛୁ ପବିତ୍ର ହେଇଛୁ। ଆମର ଜୀବନକୁ ଦେଖିଲେ ଆମେ କେତେ ଅନୁଗ୍ରହ ପ୍ରକୃତିରେ ପାଇଅଛୁ। ନିଜକୁ ଦେଖିଲେ ପାପରେ ଜନ୍ମ ହେଇଥିବା ଲୋକ ଆମେ ଆଦମଙ୍କ ଦ୍ୱାରା ଆସିଛୁ। ଆରମ୍ଭରୁ ପାପରେ ମୁଁ ମତେ ଗର୍ଭରେ ଧାରଣ କଲା ବୋଲି ବାଇବଲ କହୁଛି। ନିଜକୁ ଦେଖିଲେ ପାପରେ ପରିପୂର୍ଣ୍ଣ ହେଇକି ବଞ୍ଚୁବା ଲୋକ ଆମେ। କିନ୍ତୁ ଆଜି ଆମେ ଧାର୍ମିକ ପବିତ୍ର କହିପାରୁଛୁ ଗୋଟେ କାରଣ ପାଇଁ ଯୀଶୁ ଆମକୁ ଧାର୍ମିକ କରୁଛନ୍ତି। ଯୀଶୁ ମୋର ପାପ ନେଲେ ବୋଲି ବାଇବଲ କହୁଛି। ଜହନ ପୁସ୍ତକ 1:29 ତ ଏ ପ୍ରକାର ବିଷୟକୁ ସତରେ ଆମେ ଯେତେବେଳେ ଦେଖୁଛୁ ଆମର ଦିନ କେମିତି ପ୍ରକୃତିରେ ଆରମ୍ଭ ହଉଛି ବାକ୍ୟ ଦ୍ଵାରା ଈଶ୍ୱରଙ୍କ ଅନୁଗ୍ରହ ଦ୍ଵାରା ପ୍ରକୃତିରେ ଆରମ୍ଭ ହଉଛି। ସେଥିପାଇଁ ସତରେ ଆମେ ବେଶୀ ଅନୁଗ୍ରହ ପାଇଛୁ ଆଉ ଆମେ ବେଶୀ ମୂଲ୍ୟବାନ ଲୋକ ଯୋଉମାନେ କି ଏଁ, ଈଶ୍ୱରଙ୍କୁ ପାଇକି ଈଶ୍ୱରଙ୍କ ଦ୍ୱାରା ପ୍ରକୃତିରେ ଚାଳିତ ହଉଛି। ନିଜକୁ ଦେଖିଲେ ଏଁ, ଏତେ ମୂଲ୍ୟବାନ ନାହିଁ କିନ୍ତୁ ଯୀଶୁଙ୍କ ଦ୍ୱାରା ଯୀଶୁଙ୍କ ପାଇଁ ବାକ୍ୟ ପାଇଁ ଆଜି ଆମେ ଚର୍ଚ୍ଚରେ ପ୍ରଭୃତିରେ ଗୋଟେ ଏଁ, ମୂଲ୍ୟବାନ ଜୀବନ ପ୍ରଭୃତିରେ କାଟି ପାରୁଛୁ। ସେଥିପାଇଁ ଆଜି ମୁଁ ଯୀଶୁଙ୍କର ବଂଶାବଳୀକୁ ପ୍ରଭୃତିରେ ଆରମ୍ଭ କରିଛି। କେବେ ଶେଷ ହବ ମୁଁ ଜାଣିନାହିଁ
କିନ୍ତୁ ମୁଁ ଗୋଟେ ଗୋଟେ ପ୍ରଭୁତିରେ ଷ୍ଟଡି କରୁଛି। ତ ସେଥିପାଇଁ ଆପଣମାନେ ମଧ୍ୟ ଗୋଟେ ଗୋଟେ ବିଷୟକୁ ଷ୍ଟଡି କରନ୍ତୁ। ଆଜି ମୁଁ ଏତିକି କହିବି। କାଲି ଆଉ ଥରେ, କାଲି ତ କାଲି ସଣ୍ଡେ, କାଲି ତ ମୁଁ ଏଇଟା ମର୍ଣ୍ଣିଂ ସର୍ଭିସ୍ କରିପାରିବି ନାହିଁ, କିନ୍ତୁ ମଣ୍ଡେ ପାଷ୍ଟ ପାର୍କର ସରମନ ହବ। ମଙ୍ଗଳବାର ଆଉ ଥରେ ମୁଁ ପ୍ରଭୁତରେ କଣ୍ଟିନ୍ୟୁ କରିବି। ତ ଆଜି ଏତିକି କହିବି, ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ମଙ୍ଗଳ ପରମେଶ୍ୱର ପିତା, ଯେତେବେଳେ ଆମେ ଦେଖୁଛୁ ଆଉ ଆଦି ପୁସ୍ତକ 11 ପର୍ବରୁ ସେଠି ଯୀଶୁଙ୍କର ବଂଶାବଳୀ ପ୍ରଭୃତିରେ ଆରମ୍ଭ ହଉଛି। ସେମ୍ ଠାରୁ 13 ପର୍ଯ୍ୟନ୍ତ ଆସୁଛି, ଅବ୍ରାହମ ପର୍ଯ୍ୟନ୍ତ, ଇସାକ ଯାକୋବ, এই ପ୍ରକାର ଭାବରେ ମାଥି ପୁସ୍ତକରେ ଦେଖିଲେ ଆଉ 42 ପିଢ଼ି ପର୍ଯ୍ୟନ୍ତ ପ୍ରଭୃତିରେ ଯୀଶୁଙ୍କର ପିଢ଼ି ପ୍ରଭୃତିରେ ଲେଖା ହେଇଛି। ଆଉ ଅବ୍ରାହମଙ୍କ ସନ୍ତାନ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ ଲେଖା ହେଇଛି। ଅବ୍ରାହମ ଆଉ ଦାଉଦଙ୍କ ବଂଶରୁ ଯୀଶୁଙ୍କର ଏବଂ ଜନ୍ମ ବିଷୟରେ ବଂଶାବଳୀ ପ୍ରଭୃତିରେ ଆସିଲା। ପ୍ରଭୁ ସତରେ ଆମେ ଆଜି ଧାର୍ମିକ ହେଇଛୁ, ପବିତ୍ର ହେଇଛୁ ଗୋଟେ କାରଣ ପାଇଁ। ପ୍ରଭୁ ତୁମେ ଆମ ପାଇଁ ଯୀଶୁଙ୍କୁ ଦିନେ ପଠେଇଲ। ଯୋଉ ଯୀଶୁ କି ଜଗତକୁ ପ୍ରେମ କଲେ, ବାଇବଲରେ ଲେଖା ହେଇଛି ଜହନ ପୁସ୍ତକ 3:16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତ ଏ ଜାଗାରେ ଦେଖିଲେ ଯୀଶୁ ଆସିବା ପୂର୍ବରୁ ଈଶ୍ୱର ଯେ ଜଗତକୁ ପ୍ରେମ କରୁଛନ୍ତି, ସେଥିପାଇଁ ଜଗତ ଯୀଶୁଙ୍କ ଦ୍ୱାରା ପ୍ରଭୃତିରେ ଉଦ୍ଧାର ପାଇଲା। ଜଗତର ଲୋକମାନେ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପାଇଲେ। ପରମେଶ୍ୱର ଆଜି ଏହି ମୂଲ୍ୟବାନ ବାକ୍ୟ, ମୂଲ୍ୟବାନ ଟପିକକୁ ଦେଇଅଛ, ସେଥିପାଇଁ ବେଶ ଧନ୍ୟବାଦ ଦଉଛୁ। ଆଜି ଦିନ ମଧ୍ୟ ଆମେ ଖୁସିରେ ଆଶାରେ ଆରମ୍ଭ କରିବୁ ପ୍ରଭୁ। ତ ଅନୁଗ୍ରହ ଦେଇକି ଆମମାନଙ୍କୁ ପଢ଼େଇକିନା ସମସ୍ତ ବିଷୟ ତମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣିଅଛ, ଯୀଶୁଙ୍କ ନାମରେ ମାଗିଲି, ଆମେନ୍।